ଏଇନା ରାହୁଲ ଗାନ୍ଧୀ ଫୋକସ ଦଉଛନ୍ତି ଓଡିଶା ଉପରେ ଏବଂ ରାହୁଲ ଗାନ୍ଧୀ ଇମେଜ ସାରା ଭାରତରେ ବ୍ୟାପିଛି। ଯାହା ଟିକେ ବ୍ୟାପି ନଥିଲା ଏ ଭୋଟ ଚୋରି ଉପରେ ଚାରିଆଡେ ବ୍ୟାପିଛି। ଭୋଟ ଚୋରି କରି ନରେନ୍ଦ୍ର 20ଟା ଭୋଟ ନେଇଛି ଓଡିଶାରୁ ପ୍ରଧାନମନ୍ତ୍ରୀ। ଏବଂ ଖାଲି ସେତିକି ନୁହଁ, ଦରଦାମ, ଖାଲି ସେତିକି ନୁହଁ, ବେକାର ସମସ୍ୟା, ଖାଲି ସେତିକି ନୁହଁ, ନାରୀ ନିର୍ଯାତନା। ରାହୁଲ ଗାନ୍ଧୀ ସାରା ଭାରତରେ ବୁଲି କନ୍ୟାକୁମାରୀରୁ କାଶ୍ମୀର, ମଣିପୁରରୁ ବମ୍ବେ ଏବଂ ବିହାରରେ ଯାଇ ବୁଲି ଏ ଯୋଉ ଲୋକଲୋଚନକୁ ତଥ୍ୟ ଆଣୁଛନ୍ତି ଭାରି ପପୁଲାର। ଏବଂ ଭକ୍ତ ଦାସ ବହୁତ ବଢିଆ ୱାର୍କର, ଗାଁ ଗାଁ ବୁଲୁଛନ୍ତି, ବ୍ଲକ ବୁଲୁଛନ୍ତି, ଜିଲ୍ଲା ଘେରାଉ କଲୁ, ଷ୍ଟେଟ ଘେରାଉ କଲୁ, ଆସେମ୍ବଲି ଘେରାଉ କଲୁ, ରାହୁଲ ଗାନ୍ଧୀ ଆଣିକି ନାରୀ ନିର୍ଯାତନା ଉପରେ ମିଟିଂ କଲୁ, ବନ୍ଦ କଲୁ, ଚାଲିছে ପ୍ରୋଗ୍ରାମ। କାଲି ବେଣୁଗୋପାଳ ଆସିଥିଲେ, କାଲି କମ ଲୋକ ଆମେ ଏକାଠି ହେଇଥିଲୁ। କଂଗ୍ରେସ ଯେତେବେଳେ ହାୱା ଉଠେ, କାଲି ବେଣୁଗୋପାଳ ପାଇଁ କଂଗ୍ରେସ ଭବନରେ ଆପଣ ଦେଖିଥିବେ ବିରାଟ ଶୋଭାଯାତ୍ରା ଆଇଲା ଶିଶୁ ଭବନ ଛକରୁ କଂଗ୍ରେସ ଭବନ। ହଜାର ହଜାର ନର ନାରୀ, ଯୁବକ, ଛାତ୍ର, ହଜାର ହଜାର ଆଶାସିତ ବାହାରେ କାଲି ବେଣୁଗୋପାଳଙ୍କ ପ୍ରୋଗ୍ରାମରେ ସେ ବି ଅତ୍ୟନ୍ତ ପ୍ଲିଜ ହେଇ କହିଲେ କଂଗ୍ରେସ ସୁଦୃଢ ଅଛି, ବାଇ ଇଲେକ୍ସନରେ ନୂଆପଡାରେ ଆମେ ଜିତିବୁ ଏବଂ 2029ରେ କଂଗ୍ରେସ ଜିତିବ, ରାହୁଲ ଗାନ୍ଧୀ ହେବେ ପ୍ରାଇମ ମିନିଷ୍ଟର, ଭକ୍ତ ଦାସ ସେଠି ହେବେ ମୁଖ୍ୟମନ୍ତ୍ରୀ। ଏବେ ବହୁତ ବଡ ଲିଡର ମୋ ସହିତ ଲୋକ ସମ୍ପର୍କ ରଖିଛନ୍ତି, ଭକ୍ତଙ୍କ ସହିତ, ରାହୁଲ ଗାନ୍ଧୀଙ୍କ ସହିତ। ଆମର ପ୍ରଦୀପ ମାଝୀ, ଭୂପେନ୍ଦ୍ର ସିଂ, ଆମ ସୁରେନ୍ଦ୍ର ସିଂ ଭୋଇ, ଆଉ ବହୁତ ନେତା ମଧ୍ୟ କଣ୍ଟାକ୍ଟ କରୁଛନ୍ତି ଆମ ସାଥିରେ। ଏକାଠି ଏମଏଲଏ ମନ୍ତ୍ରୀ ଥିଲୁ, ସେମାନେ ବି ଫେରି ଆସିବେ। ନୂଆପଡାରେ ଆମେ ଜିତିବୁ। ପୁରା କାର୍ଯ୍ୟକ୍ରମ ଗାଁ ଗହଳିଠୁ, ବୁଥଠୁ, ଆମର ସେଣ୍ଟରଠୁ, ପଞ୍ଚାୟତଠୁ, ବ୍ଲକଠୁ, डिस्ट्रिक्ट टू स्टेट पर्यंत कांग्रेस रिअर्गानाइज हेलानी। आम भितर एकता फेरी आई। भक्त दास नेतृत्व कांग्रेस एवरीडे राइज, राहुल गांधी पे सारा इंडिया एवरीडे कांग्रेस राइज। 2029 कांग्रेस कमी मन कहूछि किछि नुआ करिबा पई, हेले पाखरे संबळ नाही। तेबे व्यस्त हुंतु नाही, मधुलिका एंटरप्राइजेस एबे बुझिबो आपणक मन कथा। क्षुद्र शिल्प ठारु नै मध्यम शिल्प पई सुलभ मूल्य रे जोगाई देबो समस्त प्रकार मेसिन और रॉ मटेरियल, जहाकु नै आपण सहज आरंभ करि परिबे नुआ एक व्यवसाय। अधिक जानिबा पई आज ही कॉल करंतु